ଓ ଗାଇସ୍ ଆକ୍ଚୁଆଲି ମୋ କାମ କ'ଣ ଏଠି ମୋ କାମ ହେଲା କି ଯେତିକି ଧର କଷ୍ଟମର ଆସୁଛନ୍ତି ବଡ଼ ବଡ଼ ପ୍ରଡ଼କ୍ଟ ନେଉଛନ୍ତି ମୋବାଇଲ ନେଉଛନ୍ତି ଯାହା ବି ନେଉଛନ୍ତି ସେମାନଙ୍କୁ ଫାଇନାନ୍ସ କରିକି ଦେବା ଦାୟିତ୍ୱ ହେଲା ମୋର। ଯେମିତି ଧରନ୍ତୁ ଗୋଟେ କଷ୍ଟମର ଆସିଲେ ଗୋଟେ 20,000 କିମ୍ବା 25,000 ଟଙ୍କା ମୋବାଇଲ ନେବା ପାଇଁ ଚାହୁଁଛନ୍ତି 4-5,000 ଟଙ୍କା ଦେଲେ ବାକି ରେଷ୍ଟ ଆମାଉଣ୍ଟ 20,000 ଟଙ୍କା ତାକୁ ଫାଇନାନ୍ସ କରିକି ଦେବି। ମୋ କାମ ହେଲା ଷ୍ଟୋର ଭିତରେ ଏତିକି। ତ ଏମିତି ନୁହଁ କି ଆମେ ଷ୍ଟୋରରୁ ପଇସା ପାଉଛୁ କି ଏଠି ଯେତିକି ବି ପିଲା କାମ କରୁଛନ୍ତି କେହି ବି ମାନେ ଷ୍ଟୋର ତରଫରୁ କେହି ପାଉନାହାନ୍ତି। ସମସ୍ତଙ୍କ କମ୍ପାନୀ ଅଛି ଓପୋ ଭିଭୋ ସାମସଙ୍ଗ ରିଏଲମି ମୋଟୋଲା ବଜାଜ ଫାଇନାନ୍ସ ଏଚ୍ ଡି ଫାଇନାନ୍ସ ଟିଭିଏସ୍ ଫାଇନାନ୍ସ ସବୁ ଯେତିକି ଯାହା ଅଛି ସମସ୍ତେ ସବୁ କମ୍ପାନୀ ମାନେ ସେମାନଙ୍କୁ ସାଲେରୀ ଫାଲେରୀ ଦେଉଛନ୍ତି। ଆଉ ଗୋଟେ ଷ୍ଟୋରରୁ ବି ପିଲା ଅଛନ୍ତି ଏଇ ଷ୍ଟୋରରୁ 40,000 50,000 କମାଉଛନ୍ତି, ଗୋଟେ ପିଲା ଅଛନ୍ତି 10,000 15,000 କମାଉଛନ୍ତି। ଫରକ ହେଲା କିଏ କେତେ କମାଉଛି। ଆଉ ଗୋଟେ ଜିନିଷ ହେଲା ଫାଷ୍ଟ ଭିଡ଼ିଓ ବନାଉଛି ଲୋକ ତ ମଜାକ କରିବେ ଯେମିତି ଏଇଠି ଆମ ଭାଇ ବସୁଛନ୍ତି ହସୁଛନ୍ତି। ଆଉ ହଉ କରିବା ଆଉ ଚେଷ୍ଟା କରିବା, କାରଣ ମୁଁ ଭିଡ଼ିଓ ବନେଇବାର ରିଜିନଟା ଏଇଆ କି ମୋର ଆକ୍ଚୁଆଲି ସବସ୍କ୍ରାଇବର କମ୍ପ୍ଲିଟ୍ ହେଇସାରିଲେଣି। କେବଳ ମନିଟାଇଜେସନ୍ ସିଷ୍ଟମଟା ଆକ୍ଟିଭ୍ ହେବା ପାଇଁ ଯେଉଁ ୱାଚ୍ ଟାଇମ୍ଟା କମ୍ପ୍ଲିଟ୍ ହେବା ଦରକାର, ତ ସେଇଥିପାଇଁ ଗୋଟେ ଲଙ୍ଗ୍ ଭିଡ଼ିଓ ପକାଉଛି। ତ ଆପଣମାନେ ଟିକେ ଦେଖନ୍ତୁ, ଭିଡ଼ିଓକୁ ସେୟାର କରନ୍ତୁ, ଯାହା ବି କରିବା କଥା କରନ୍ତୁ କିନ୍ତୁ କରନ୍ତୁ। ଆଉ ଡେଲି ଭିଡ଼ିଓ ଏଥର ପକାଇବା, ଯାହା ବି ନୀତିଦିନିଆ ଜୀବନରେ ଯାହା ବି ହେଉଛି ସବୁ ତ ଆପଣମାନଙ୍କ ସହିତ ସେୟାର କରିବି। ତ ଆଉ କ'ଣ କହିବି, ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ ଆଉ।